ପୁସ୍ତକର ନାମ ଛତ୍ରପତି ବିବେକାନନ୍ଦ। ଲେଖକ ଶରତ କୁମାର ମହାନ୍ତି। ପଢ଼ି ଶୁଣାଉଛନ୍ତି ସୁବ୍ରତ କୁମାର ପତି। ଭାଗ 1। ରାମକୃଷ୍ଣ। ଶ୍ରୀରାମକୃଷ୍ଣ ଓ ସ୍ୱାମୀ ବିବେକାନନ୍ଦ ଏପରି ଅଭିନ୍ନ ଯେ ଜଣକୁ ବାଦ୍ ଦେଇ ଅନ୍ୟ ଜଣଙ୍କ ସହ ପରିଚିତ ହେବା ସମ୍ଭବ ନୁହେଁ। ଅଥଚ କେବଳ ବାହ୍ୟ ଦୃଷ୍ଟିରୁ ଦେଖିଲେ ଦୁଇ ଜଣଙ୍କର ବ୍ୟକ୍ତିତ୍ୱ ମଧ୍ୟରେ ଅନେକ ପାର୍ଥକ୍ୟ। ଇତିହାସରେ ଏହିପରି ଆଉ ଦୁଇ ଯୋଡ଼ି ବିଚିତ୍ର ଗୁରୁଶିଷ୍ୟ ଦେଖିବାକୁ ମିଳେ। ପ୍ରାଚୀନ ଗ୍ରୀସର ସକ୍ରେଟିସ୍ ଓ ପ୍ଲେଟାଓ ଏବଂ ଆଧୁନିକ ଭାରତର ମହାତ୍ମା ଗାନ୍ଧୀ ଓ ଜବାହରଲାଲ। ସକ୍ରେଟିସ୍ ଥିଲେ ଅତି ଦରିଦ୍ର, ଦେଖିବାକୁ କଦାକାର। ଯେକୌଣସି ସାଧାରଣ ମଳିମୁଣ୍ଡିଆ ଗ୍ରୀକ୍ ସହିତ ଜୀବନର ନାନା ସମସ୍ୟା ବିଷୟରେ ସୁଖଦୁଃଖ ହେବା, ଆଲୋଚନା କରିବା ଥିଲା ତାଙ୍କର କାର୍ଯ୍ୟ। ଏଥେନ୍ସର ଏକ ଅତି ସମ୍ଭ୍ରାନ୍ତ ପରିବାରରେ ପ୍ଲେଟୋଙ୍କ ଜନ୍ମ। ରାଜପୁତ୍ର ପରି ଚେହେରା, ବଂଶ ପରମ୍ପରା ଓ ପ୍ରତିଭା ଦୃଷ୍ଟିରୁ ରାଜନୀତିରେ ଯୋଗଦେଇ ପ୍ଲେଟୋ ସେ କ୍ଷେତ୍ରରେ ସର୍ବୋଚ୍ଚ ସୋପାନକୁ ଉଠିପାରିଥାନ୍ତେ, କିନ୍ତୁ ଜଣେ ଦାର୍ଶନିକ ହେବାକୁ ସେ ସ୍ଥିର କରିଥିଲେ। ତେବେ ସକ୍ରେଟିସ୍ଙ୍କ ପରି ଯେଉଁଠି ସେଠି ଯିଏ ଜୁଟିଲା ତାକୁ ଧରି ଦର୍ଶନ ଆଲୋଚନାରେ ମାତିଯିବା ପ୍ରକୃତିର ଲୋକ ପ୍ଲେଟୋ ନଥିଲେ। ଦର୍ଶନ ଚର୍ଚ୍ଚା ଓ ବୌଦ୍ଧିକ ଆଲୋଚନା ପାଇଁ ସେ ପ୍ରତିଷ୍ଠା କଲେ ଗୋଟିଏ ଏକାଡେମୀ। ଚତୁର୍ଦିଗରୁ ପ୍ରତିଭାବାନ ଯୁବକମାନେ ତାଙ୍କ ଏକାଡେମୀକୁ ଆସିଲେ। ୟୁରୋପର ସର୍ବଶ୍ରେଷ୍ଠ ଜ୍ଞାନ ଗବେଷଣାର ପୀଠ ରୂପେ ପ୍ଲେଟୋଙ୍କ ଏକାଡେମୀ କେତେ ଶତାବ୍ଦୀ ପାଇଁ ବଞ୍ଚିଲା। ପ୍ଲେଟୋଙ୍କ ରଚନାମାନ ବିଶ୍ୱ ସାହିତ୍ୟର ଅମୂଲ୍ୟ ରତ୍ନ। କିନ୍ତୁ ଧାଡ଼ିଟିଏ ଲେଖିବା ପାଇଁ ସକ୍ରେଟିସ୍ ଦିନେ କଲମ ଧରି ନାହାନ୍ତି। ଦୁହିଁଙ୍କ ମଧ୍ୟରେ ଆପାତତଃ ଏତେ ଭିନ୍ନତା ସତ୍ତ୍ୱେ ସକ୍ରେଟିସ୍ ଥିଲେ ପ୍ଲେଟୋଙ୍କର ପଥ ପ୍ରଦର୍ଶକ। ସେହିପରି ଗାନ୍ଧିଜୀ ଓ ଜବାହରଲାଲ। ଦୁହିଁଙ୍କ ମଧ୍ୟରେ କେତେ ପାର୍ଥକ୍ୟ ତାହା ଆମେ ଜାଣୁ। ତଥାପି ଦୁହିଁଙ୍କର ସାରସତ୍ତାରେ କିଛି ସାଧାରଣ ଉପାଦାନ ନିଶ୍ଚିତ ଭାବେ ଥିଲା। ଏହା ହିଁ ପରସ୍ପର ପ୍ରତି ଏତେ ଗଭୀର ଆକର୍ଷଣର କାରଣ। ଶାରୀରିକ ଓ ମାନସିକ ଗଠନ, ବଂଶ ପରମ୍ପରା, ଶିକ୍ଷା ଦୀକ୍ଷା ପ୍ରଭୃତି ସବୁ ଦୃଷ୍ଟିରୁ ରାମକୃଷ୍ଣ ଓ ବିବେକାନନ୍ଦଙ୍କ ମଧ୍ୟରେ ଅନେକ ପ୍ରଭେଦ ରହିଛି। ରାମକୃଷ୍ଣଙ୍କ ବ୍ୟକ୍ତିତ୍ୱ ଶାନ୍ତ ଓ ଶରୀର ନାରୀ ଶରୀର ପରି କୋମଳ। କ୍ଷତ୍ରିୟ ତେଜ ପାଇ ବିବେକାନନ୍ଦ କ୍ଷତ୍ରିୟ ବଂଶରେ ଜନ୍ମଲାଭ କରିଥିଲେ। ତାଙ୍କର ବଳିଷ୍ଠ ଓ ତେଜୋଦୀପ୍ତ ବ୍ୟକ୍ତିତ୍ୱ ସମସ୍ତଙ୍କ ମନରେ ସମ୍ଭ୍ରମଜାତ କରୁଥିଲା। ରାମକୃଷ୍ଣଙ୍କୁ ପ୍ରଚଳିତ ଶିକ୍ଷା ଆକୃଷ୍ଟ କରିପାରିଲା ନାହିଁ ଓ ପ୍ରାଥମିକ ସ୍ତରରୁ ତାଙ୍କର ପୋଥିରେ ଡୋର ବନ୍ଧା ହେଲା। ବହୁତ କଷ୍ଟରେ ସେ ତାଙ୍କର ନାମ ଦସ୍ତଖତ କରୁଥିଲେ ରାମକେଷ୍ଟ। ବିବେକାନନ୍ଦ କିନ୍ତୁ ବିଶ୍ୱବିଦ୍ୟାଳୟର ଜଣେ କୃତି ଛାତ୍ର ଥିଲେ। ତାଙ୍କର ବୁଦ୍ଧି ଓ ପ୍ରତିଭା ଅଧ୍ୟାପକମାନଙ୍କୁ ପ୍ରଭାବିତ କରିଥିଲା। ତରୁଣ ବିବେକାନନ୍ଦ ଯେକୌଣସି ଧର୍ମ ମତ ବା ଶାସ୍ତ୍ର କଥାକୁ ଖିନଭିନ କରି ବିଶ୍ଳେଷଣ କରିବାକୁ କୁଣ୍ଠିତ ନଥିଲେ। ନାସ୍ତିକର ପ୍ରାଚୀନ ଅର୍ଥରେ ଆଦ୍ୟ ଯୌବନରେ ବିବେକାନନ୍ଦ ଥିଲେ ନାସ୍ତିକ। ନାସ୍ତିକର ଯେଉଁ ସଂଜ୍ଞା ସେ ଦିଅନ୍ତି ତା ଅନୁସାରେ ଅବଶ୍ୟ ବିବେକାନନ୍ଦ ନାସ୍ତିକ ନୁହନ୍ତି। ସେ କହିଛନ୍ତି ଈଶ୍ୱରଙ୍କୁ ବିଶ୍ୱାସ କରୁନଥିବା ଲୋକକୁ ପୂର୍ବେ ନାସ୍ତିକ କୁହାଯାଉଥିଲା। କିନ୍ତୁ ଆଧୁନିକ ଯୁଗରେ ନାସ୍ତିକ ହେଉଛି ସେହି ବ୍ୟକ୍ତି ଯାହାର ନିଜ ଉପରେ ବିଶ୍ୱାସ ନାହିଁ। ରାମକୃଷ୍ଣ ଶୈଶବରୁ ଈଶ୍ୱରାନୁଗତ। ତାଙ୍କର ଅନ୍ତର୍ଭେଦୀ ଦୃଷ୍ଟି ତାର୍କିକ ନରେନ ହୃଦୟର ଅନ୍ତଃସ୍ଥଳରେ ଭକ୍ତିର ଉତ୍ସ ଦେଖିପାରିଥିଲା। ଶ୍ରୀରାମକୃଷ୍ଣଙ୍କର ଘନିଷ୍ଠ ସାନ୍ନିଧ୍ୟରେ ଆସିବାର ଅନେକ ବର୍ଷ ପରେ ବିବେକାନନ୍ଦ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ ବିଷୟରେ ସଚେତନ ହୋଇ କହିଥିଲେ, ସେ ନିଜେ ବାହାରେ ଜ୍ଞାନୀ, ଭିତରେ ଭକ୍ତ, କିନ୍ତୁ ରାମକୃଷ୍ଣ ବାହାରକୁ ଭକ୍ତ, ଭିତରେ ଜ୍ଞାନୀ। ଅନ୍ଧ ଭାବେ ସବୁ ଗ୍ରହଣ କରିନେବା ଭକ୍ତିର ଲକ୍ଷଣ ନୁହେଁ। ତରୁଣ ବିବେକାନନ୍ଦଙ୍କର ବିଶ୍ଳେଷଣାତ୍ମକ ବିଚାର ନୀତିକୁ ରାମକୃଷ୍ଣ ନାପସନ୍ଦ କରିବା ପରିବର୍ତ୍ତେ ବରଂ ସର୍ବଦା ଉତ୍ସାହିତ କରିଛନ୍ତି। 1836 ଖ୍ରୀଷ୍ଟାବ୍ଦରେ ରାମକୃଷ୍ଣ ବଙ୍ଗଳାର ହୁଗୁଳି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା କ୍ଷୁଦିରାମ ଚଟ୍ଟୋପାଧ୍ୟାୟ ଜଣେ ଶୁଦ୍ଧପୂତ ନୈଷ୍ଠିକ ବ୍ରାହ୍ମଣ ଏବଂ ମା ଚନ୍ଦ୍ରାଦେବୀ ଜଣେ ଧର୍ମପରାୟଣା ମହିଳା ଥିଲେ। ପିଲାଦିନେ ତାଙ୍କର ନାମ ଥିଲା ଗଦାଧର ଓରଫ ଗଦେଇ। ଗଦାଧରଙ୍କର ଶୈଶବ ଓ କୈଶୋର ଘଟଣାବହୁଳ ନୁହେଁ। ଦରିଦ୍ର ପରିବାରରେ ଜନ୍ମ ହୋଇ ମଫସଲରେ ବଢ଼ୁଥିବା ପ୍ରତିଭାବାନ ଶିଶୁର ବିକାଶ ପାଇଁ ଆମ ଦେଶରେ ବା ଅନୁକୂଳ ବାତାବରଣ କାହିଁ? କିନ୍ତୁ ଅସାଧାରଣ ପ୍ରତିଭା ଅନୁକୂଳ ବାତାବରଣକୁ ଅପେକ୍ଷା କରେ ନାହିଁ। Sample complete. Ready to continue?